ପ୍ରତିଦିନ ପ୍ରଭାତ ସମୟ ହେଲେ ନନ୍ଦିନୀ କି ତମେ ବନ ପ୍ରଦେଶକୁ ଛାଡ଼ିବାକୁ ଯିବ। ପୁଣି ସନ୍ଧ୍ୟା ସମୟ ହେଲେ ନନ୍ଦିନୀର ବାଟ ଚାହିଁକି ବସିଥିବ। ତାକୁ ପାଛ ଟିକେ ଆସିବ, ତାହେଲେ ତମର ମନସ୍କାମନା ବନ୍ୟ ଅମୃତି ବାସସ୍ପ জীবନରେ তমে শ্লোক গাইব পিছে ଦି ଦିନ ତ ହେଇଛି ତମେ କେତେ ଶ୍ଲୋକ ବହି ଶିଖିଛ? ବହି ଖୋଲା ହେଇନି, ବହି ଖୋଲା ହବ ଯଦି ପୋତି ହେଇନି। ସେ କଣ ମାଟି ପୋତି ହେଇଛି? ନାଇଁ ନାଇଁ ଅଭ୍ୟାସ ବଳେ ସର୍ବ ସିଦ୍ଧି ଭସିକ ହନ୍ତି ରୟାନି ବଶିଷ୍ଠ କହୁଛନ୍ତି ପ୍ରତ୍ୟେକ ଦିନ ବିଦ୍ୟା ଅଭ୍ୟାସ ଦେବ। ଯେମିତି ବିଦ୍ୟା ପାଠ ପଢାଯାଏ, ଗୋଟାଏ ଦିନ ଆମେ ପାଠ ପଢି ଦେଇଛୁ? 5 ବର୍ଷ ସାଧନା କଲା ପରେ କିଛି ଅଳ୍ପ ବେଶୀ ବି ନାହିଁ। ଅଭ୍ୟାସ କଲେ ସର୍ବ ସିଦ୍ଧି ହସି କହନ୍ତି ଦୟାନିଧି। ପ୍ରତ୍ୟେକ ଦିନ କିଛି କିଛି ଅଭ୍ୟାସ କରିବା ଦ୍ୱାରା ଆମର ପାଠ ମୁଖସ୍ଥ ରହେ, କିଛି ଅନୁଭବର କଥା ଆସେ, ହଠାତ୍ କିଛି ରୁହେ ନା। ଥର କୁଥର ପଡ଼ି ତଳେ ଚାଲଇ ଅଭ୍ୟାସ ଗୋଟେ ପିଲାଟି ତାହେଲେ କେତେ କଥା ଶିଖେ। ପିଲାଟି ସାଙ୍ଗେ ସାଙ୍ଗେ ଚାଲିଯାଏ, ଥରକୁ ଥର ବାରମ୍ବାର ତଳେ ପଡ଼ିବା ପରେ ଦୌଡେ। ପ୍ରଥମ ଦିନ ଦୌଡୁଥିଲା, ଥରକୁ ଥର ପଡି ତଳେ ଚାଲ ଅଭ୍ୟାସରେ ବଢେ। ସେତିକି ଅଭ୍ୟାସ ବଳେ ଶିଶୁ ଯଥା କହି କ୍ରମେ କହି କଥା ଅଭ୍ୟାସ ବଳେ ଶିଶୁ ଯଥା। ପ୍ରଥମ ଦିନ ସେ କଥା କହିଥିଲା, ଅନୁକରଣ କରି କରି ଧୀରେ ଧୀରେ କଥା କହିବାକୁ ଶିଖି ଶିଖି ମଣିଷ କଥା ନ କହିଲେ ମଣିଷ ହଉଛି ପଶୁ, କଥା କହିଲା ପରେ ସେ ହଉଛି ମଣିଷ। ରାଜା ବଶିଷ୍ଠ ପ୍ରତ୍ୟେକ ଦିନ ଅଭ୍ୟାସ କରିବ। ନନ୍ଦିନୀଙ୍କର ସେବାରେ ଯେମିତି କିଛି ତ୍ରୁଟି ହୁଏ ନା। ଗୋଟାଏ ଥରେ ଫୋନ କରିଛ, ଆଜି ପର୍ଯ୍ୟନ୍ତ ବାପା ମା ହେଇପାରୁନ, ପୁନର୍ବାର ସେ ଭୁଲ ଯେମିତି ନ ହୁଏ। ବାରମ୍ବାର ଭୁଲ ହେଲେ ଆଉ କ୍ଷମା ନାହିଁ, କ୍ଷମାଟା ଥରେ ଦିଆଯାଏ। ବାରମ୍ବାର କ୍ଷମା ଦିଆଯାଏ, ଠିକ ଅଛି। ସେଦିନଠୁ କାର୍ଯ୍ୟ ଆରମ୍ଭ ହେଲା। ହିମନ୍ତ ମହଣ୍ଡଳୀ
ତାର ଫଳଟା ଭୟାନକ। ଥରକେ ମୁଣ୍ଡିଆଟା ମାରିବା କ'ଣ କଷ୍ଟ କହିଲେ? କଳ୍ପ ବୃକ୍ଷ ଅଛି, ସୁରଭି ମା ସହଜ କରିଛନ୍ତି, ମୁଣ୍ଡିଆଟା ମାରିକି ଯାଇଥାନ୍ତେ। ମୁଣ୍ଡିଆଟା ମାରି ନଥିଲେ ବୋଲି ଏଡେ ବଡ଼ ରାଜା ହେଇ ଗାଈ ଚରି ରଖିଛନ୍ତି। ରାଜା ଗାଈ ଚରେଇବି। ପୂଜ ପୂଜାର ବ୍ୟତିକ୍ରମ। ଯିଏ ଯୋଉଠି ପୂଜ ପୂଜାର ବ୍ୟତିକ୍ରମ କରିଛି ସେ ଦଣ୍ଡ ପାଇଛି। ସତ୍ୟ ଯୁଗରେ ନଳକୂପର ମଣିଗ୍ରୀବ ଗଙ୍ଗାରେ ସ୍ନାନ କରୁଥିଲେ। ଅପ୍ସରାମାନ ବୋଧେ ସ୍ନାନ କରିଲା ବେଳେ ସେଇ ବାଟରେ ଯାଉଥିଲେ ନା ଦେବର୍ଷି ନାରଦ। ଦେବର୍ଷି ହଉଛନ୍ତି ଜଣେ ସାଧୁ। ଦେବର୍ଷି ଜଣେ ନାରଦକୁ ଦେଖିକିରି ସେଦିନ ନଳକୂପର ମଣିଗ୍ରୀବ ତାଚ୍ଛଲ୍ୟ କଲେ, ହସିଲେ। ବାବାଜୀ ଦେଖ ଯାଉଛି। ନାରଦକୁ ଯେତେବେଳେ ଅଟହାସ୍ୟ କଲେ, ତାଚ୍ଛଲ୍ୟ କଲେ, ଦେବର୍ଷି ନାରଦ ଅଭିଶାପ କଲେ। ତମେ ମତେ ଚିହ୍ନି ପାରିଲନି ନଳକୂପର ମଣିଗ୍ରୀବ, ଅଭିଶାପ ଦଉଛି। ଆଜିଠୁ ଗଛ ହେଇଯିବ, ଚାଲି ପାରିବନି। ସେ ନଳକୂପର ମଣିଗ୍ରୀବ ହେଇଗଲେ ଜାମଳା ଅର୍ଜୁନ। ଜାମଳା ଅର୍ଜୁନ ମୁଖ୍ୟ ପୁଣି ଗଲା ନଳକୂପର ଗଣିଲ ହେଲେ। କଥା ମାନିବା, ବାପା ମାଙ୍କ କଥା ମାନିବା, ନ ମାନିଲେ ତାଙ୍କର ଭଳିଆ ସବୁ ଦଣ୍ଡ ପାଇବା। ଗଲା ସତ୍ୟ ଯୁଗ। ଯୁଗରେ ଭୁଲ କରିଛନ୍ତି। ବହୁତ ଦିନ ପର୍ଯ୍ୟନ୍ତ ବାପା ମା ହେଲେନି, ହେବେ ବର୍ତ୍ତମାନ ହେବେ। ଦ୍ୱାପର ଯୁଗରେ ଶାମ୍ବ ତାର ସାଥୀ ମାନଙ୍କୁ ଧରି ଋଷି ମାନଙ୍କୁ ଥଟ୍ଟା କଲେ। କଣ କଲେ? ଶାମ୍ବକୁ ନାରୀ ବେଶ କରି ଉଦରେ ଲୌହ ପାତ୍ର ଧରି ଶାମ୍ବକୁ ମଜାରେ ମଜାରେ ଖେଳରେ ଗୋଟା ଲୌହ ପାତ୍ର ଭିତରେ ରଖିକିରି ଗାମୁଛାରେ ବାନ୍ଧିଦେଲେ। ଋଷିମାନେ ଆସିଛନ୍ତି, କହିଲେ ଋଷିମାନେ ତ ସବୁ ଜାଣନ୍ତି ନା, ପରୀକ୍ଷା କରିବା। ଯାଇକି ପହଞ୍ଚିଗଲେ। ହେ ଋଷିମାନେ ଦେଖିଲେ ଏ ଯୋଉ ଶାମ୍ବ ଆ ପେଟରେ କଣ ଅଛି? ଆପଣ କହିଲେ ପୁଅ ହବ ନା ଝୁଅ ହବ? ଶାମ୍ବ ପୁରୁଷଟା ଶାମ୍ବ ନା। ଋଷି ମାନଙ୍କୁ ତାଚ୍ଛଲ୍ୟ କଲେ। କଣ କହିଲେ ଋଷି? ଏହାର ଗର୍ଭେ ଅଛି ବାଳ ଲୌହ ରୂପସର। ସବୁଆଡେ ଯୁଗ ଆଡିକି ଗଲେ ମଜା ନା। ଏହାର ଗର୍ଭେ ଅଛି ବାଳ ନିଷ୍ଠୁର ଲୌହର ମୂଷଳ। ଋଷି କହିଲେ ଲୁହାର ମୂଷଳ ଗର୍ଭରେ ଅଛି। ସେଟା ମୁଁ କହିପାରୁନି। କଣ କହୁଛୁ? ଆପଣ ଏଇନା କଣ କହିଲେ? ଆରେ ଏହାର ଗର୍ଭେ ଅଛି ବାଳ। ଆପଣ ଗାୟ କହିକି ଭାଷା କହୁଛନ୍ତି? ତୁ ଭାବିଲୁ ତୁ ଭାବିଲୁ ଋଷି ହୁଅନ୍ତା ସେ ବାଳ ଧରିକି ପାଲା କରିବ? ସମ୍ପୂର୍ଣ୍ଣ ଭୁଲ। ଆରେ ସେ ବାଳରେ ପାଲା ବି ହବ। ବାଳର ଅର୍ଥ କେଶ, ପୁଣି ବାଳର ଅର୍ଥ ହଉଛି ପୁଅ। ତେଣୁ ପୁଅ ଅର୍ଥ ସବୁ କବିତା ଲେଖା ହେଇଛି। ଆପଣ ବୁଝେଇବେ ପୁଣି ବାଳ ଭୋଗ। ଆରେ ଗୋସେଇ ଖିଆ ଠାକୁରଙ୍କ ପାଖରେ ବାଳ ଭୋଗ ହଉଛି ନା ନାଇଁ? ସେ ବାଳ ନାହିଁ। ଏହାର ଗର୍ଭେ ଅଛି ବାଳ ନିଷ୍ଠୁର ଲୌହର ମୂଷଳ। ଋଷିମାନେ କହିଲେ ଏହା ଗର୍ଭରେ ଗୋଟେ ପୁଅ ଅଛି। କଣ? ନା ଗୋଟେ
କୌଶଳ ଅଛି। ପୁଣି ଥଣ୍ଡା କରୁଛ ଯଦି ଅଛ କେବେ ଜନ୍ମ ହବ? ଗୁରୁ ଜନ୍ମ ମାନେ କେବେ ଥଣ୍ଡା କରିବେ? କେବେ ଜନ୍ମ ହବ? କେବେ ଜନ୍ମ ହବ ଜାଣିବାକୁ ଚାହୁଁଛ? କେମିତି ଏବେ ଗର୍ଭ ପ୍ରସବିବ ବଂଶ ନାଶବିବ। କଥା କଥାଇ ଦେଖ ତମ ଥାକକୁ ମୁଁ କେମିତି ଗୁଣ୍ଡ କରୁଛି। କେମିତି ହଉଛି? ମୋ ଥାକ ତମେ ଟୋଟାଲ ହାତ ମାରିପାରିବ। ତମେ କୋଉଠି କହୁନାହାନ୍ତି କିଏ ମାରିଛନ୍ତି? ଶିବ ପାର୍ବତୀ କଥୋପକଥନର କିଛି ଶ୍ଲୋକ ଗାଇଛନ୍ତି? ମୁଁ ତମ ରଘୁବଂଶର ଗୋଟିଏ ବାଇ ସବୁ କରିବି। ଜାଣିବା ତ ଆମେ ଆରେ ସେ କୋଉ ଦୋଷ ନାହିଁ ଏ କେ ପଢା ପିଲା ଧାଡି ଦେଖି ମାରିଯିବୁ। ଆଜି ଏ ଗର୍ଭ ପ୍ରସବିବ। ଏ ପିଲା ଆଜି ଜନ୍ମ ହବ। ବେଶୀ ଦିନ ଯିବ। ଏ ପିଲାଟା ଯୋଉ ଜନ୍ମ ହବ, ଜନ୍ମ ହେଲା ପରେ ତମ ଜାତ ବଂଶ ନଷ୍ଟ ହୋଇଯିବ। ଅଭିଶାପ ଦେଲେ ଯୋଉ ଲୁହାଟା ବାହାରିଲା, ଏଇ ଲୁହା ଦ୍ୱାରା ଯାଦବ ବଂଶ ନାଶ ହବ। କୃଷ୍ଣଙ୍କର ଚିନ୍ତା ପଡିଲା, ସତରେ କଣ ଯାଦବ ବଂଶ ନଷ୍ଟ ହେଇଯିବ? ଭୀମକୁ ଡାକିଲେ, କହିଲେ ଏ ଲୁହାଟାକୁ ଘୋରି ଶେଷ କରିଦିଏ। ଭୀମ ସେ ଲୁହାକୁ ଘୋରିଲା, ଘୋରି ଲାଷ୍ଟରେ ବାତ୍ୟାଟେ ରହିଲା। ସବୁ ତ ସରିଲେଣି, ଏଇ ବାତ୍ୟାଟା ଆଉ ହବ କି? ସମୁଦ୍ର ପକେଇଦେଲା। ସେ ବାତ୍ୟାଟାକୁ ଗୋଟେ ରାଘବ ମାଛ କିଣିଲା। ପରବର୍ତ୍ତୀ ସମୟରେ ସେ ରାଘବ ମାଛକୁ ଚାରା ସବର ନେଇକି ଗଲା। ସେ ଲୁହା ବାତ୍ୟାଟା ପାଇଲା। ସେଇ ବାତ୍ୟାରେ ଭଗବାନ କୃଷ୍ଣଙ୍କର ମୃତ୍ୟୁ ହେଲା। ସେଇ କୃଷ୍ଣ ମୃତ୍ୟୁ ହବା ପରେ ଯିଏ ଆଜି ଦାରୁବ୍ରହ୍ମ ଜଗନ୍ନାଥ ହେଇକି ବସିଛନ୍ତି। ଆଉ ଯୋଉ ଗୁଣ୍ଡ ଗୁଡା ପଡିଲା, ସେଇ ଗୁଣ୍ଡ ପରେ ହେଲା ପୁଣି ପରା ଏରେ କାର ସେଇ ବନରେ ଯାଦବ ବଂଶ ନିପାତ ହୋଇଲା। ବାତ୍ୟାଟାରେ ନିଜେ କୃଷ୍ଣ ବେହେନି ଲୋକ ମଲେ। ଯୋଉ ଗୁଣ୍ଡ ଗୁଡାକ ପଡିଥିଲା ସେଠି ଗୋଟେ ଏରେ କାର ବନ ହେଲା। ଆଉ ଯୋଉ ବନ ହେଲା, ସେ ଗଛରୁ ଗୋଟେ ରସ ବାହାରିଲା। ସେ ଯୋଉ କଦମ୍ବ ରସ ପାନ କରି ସମସ୍ତେ ଯୁଦ୍ଧ କରିକି ପରସ୍ପର ମରିଲେ। ଜାତକ ଯୋଉ କହିଲେ କୃଷ୍ଣ ଇଏ ହେଲା ପରେ ଯୋଉ ଜନ୍ମ ହେଲେ, ସେ ଲେଖି ଛାଡ଼ିଥିଲା ଜଗନ୍ନାଥ ଶୂଳକଳା ନନ୍ଦକଳା କଳାକୁ ଶୂଳକଳା କରି ବିଜୟ ନରାଇ କୃଷ୍ଣ କିନ୍ତୁ ଜଗନ୍ନାଥ କୃଷ୍ଣ ମଲା ପରେ ତାଙ୍କର ଅଂଶଟା ଜଗନ୍ନାଥ ହେଲେ। ତାରୁ ବ୍ରହ୍ମାଇ ପଡ଼ିଲାନି ହଁ ନାଭି ରହିଲା ପଡ଼ିଲାନି ସେ ଦାରୁ ବ୍ରହ୍ମାଇକି ଆସିଲା। ସେ ନୀଳମାଧବ ହେଇକିରି ତାପରେ ଜଗନ୍ନାଥ ହେଲେ। ସେ ଯୋଉ କଳା ଆଉ ଷୋଳ କଳା ସେ କିଛି କାମ ନାହିଁ। ହଁ ସେ ଜାରାସବର କଥା କହିଲି ପୁରା। ସେ ଜାରାସବର ମାଛର ନେଇକି ସେ ଲୁହାଟାକୁ ଗୋଟେ ଧରୁଷର କଲା। ଯେତେବେଳେ କୃଷ୍ଣ ମାଳତୀ ଲତା ମୂଳରେ ଗୋଡଟାକୁ ହଲେଇକି ବସିଛନ୍ତି, ହରିଣ ବିଚାର କରିକି ଜାରାସବର ମାଇଲା। କୃଷ୍ଣକୁ ଯେତେବେଳେ ମରିଲେ, ସେ ପୁଣି ଅର୍ଜୁନକୁ ଡକା ହେଲା। ଅର୍ଜୁନଙ୍କର କଳାହାର ରଖିଲେ କୃଷ୍ଣ। ବହୁତ କଥା ହେଇକିରି ତାଙ୍କର ଯେତେବେଳେ ପୋଡା ହେଲା, ସେ ସମ୍ପୂର୍ଣ୍ଣ ପଡିଲେ, ଅଧା ହେଇକି ରହିଲେ। ତାପରେ ହଁ ସେଇ ହରି ଆମର ଯାଉଛି ଦିଲ୍ଲୀ ପହଞ୍ଚାର କଥା। କାହିଁକି ଏଗୁଡା କହୁଛି? ବହିର ମୂଳ ମଞ୍ଜି ହଉଛି ସତ୍ୟ ଯୁଗରେ ପୂଜାର ବ୍ୟତିକ୍ରମ ହେଲା। ଅର୍ଜୁନ ହେଲେ ଗଛ ହେଲେ ପରବର୍ତ୍ତୀ ସମୟରେ ମୁକ୍ତି ପାଇଲେ। ଦ୍ୱାପର ସମୟ ଯୁଗରେ ସାପ ଏବଂ ସାଥୀ ମାନେ ଋଷି ମୁନି ମାନଙ୍କୁ ତାଚ୍ଛଲ୍ୟ କଲେ, ଦଣ୍ଡ ପାଇଲେ, ଜାତକ ନଷ୍ଟ ହେଇଗଲା। କଳି ଯୁଗରେ ମଧ୍ୟ ଏଇ କଳି ଯୁଗରେ ମଧ୍ୟ ତାଚ୍ଛଲ୍ୟ କଲା କିଏ? ଆପଣମାନଙ୍କର ଧନ ନନ୍ଦ। ଦେଖନ୍ତୁ କଳିଯୁଗର ପୁରାଣ ନାହିଁ, ଇତିହାସ ଏମିତି ଅଛି, ସବୁ କଥା ମଧ୍ୟ ରହିଛି। କଳିଯୁଗରେ ଧନନନ୍ଦ ଥିଲା। ଯେତେବେଳେ ଚାଣକ୍ୟ ଧନନନ୍ଦକୁ ବୁଝେଇବାକୁ ଗଲେ, ବିଦେଶୀ ଆଲେକଜାଣ୍ଡର ଆମ ଦେଶକୁ ଆକ୍ରମଣ କରିବାକୁ ଆସୁଛି, ତାକୁ ପ୍ରତିରୋଧ କରିବାକୁ ପଡିବ। ସେଦିନ ହସିଲା।
ଶିଳ୍ପ ଏବଂ ସୁଦକ୍ଷିଣା ଦୁହେଁ ନନ୍ଦିନୀଙ୍କର ସେବା କରୁଛନ୍ତି। ପ୍ରତିଦିନ ପ୍ରଭାତ ହେଲେ ତାକୁ ବାଛଟି ନେଇକିରି ବନରେ ପଠାଉଛନ୍ତି। ପୁଣି ସନ୍ଧ୍ୟା ହେଲେ ନନ୍ଦିନୀକି ବାଛଟି ଆଣି ଆଶ୍ରମରେ ବାନ୍ଧୁଛନ୍ତି। ତାକୁ ସଜ ଘାସ ଖାଇବାକୁ ଦଉଛନ୍ତି। ଯେତେବେଳେ ରାଜା ନନ୍ଦିନୀକି ଚରିବାକୁ ଯାଉଛନ୍ତି, ଏଡ଼େ ସୁନ୍ଦର କଥା କିଏ ତ ସ୍ଥିତ ବିଚଳିତ ପ୍ରୟାତ ସେ ତୁଷିବା ସରବନ୍ଧ ଧୀର ଜଳ ଭିଳାସୀ ଜଳ ମାଦଦାନ ସାହେବ ତମରୂପ କିରଣ ଛତ। ବଢିଆ ସୁନ୍ଦର ଶ୍ଲୋକଟିଏ। ଯେତେବେଳେ ନନ୍ଦିନୀ ଯୋଉ ଜାଗାକୁ ଯାଉଛନ୍ତି ରାଜା ଦିଲ୍ଲୀପ ତାର ପଛେ ପଛେ ପଶ୍ଚାଧାବନ କରୁଛନ୍ତି। ଯଦି ନନ୍ଦିନୀ ପ୍ରଥମେ ପୁଷ୍କରିଣୀରୁ ପାଣି ପିଉଛି ରାଜା ତା ପରେ ଯାଇକି ପୁଷ୍କରିଣୀରୁ ପାଣି ପିଉଛନ୍ତି। ନନ୍ଦିନୀ ପାଣି ନ ପିଇବା ପର୍ଯ୍ୟନ୍ତ ରାଜାକୁ ଯେତେ ଶୋଷ କଲେ ମଧ୍ୟ ରାଜା ପାଣି ସେବାର ଇଏ ହଉଛି ମୂଳ ଧର୍ମ। ସେବା କାର୍ପଣ୍ୟ ଦେବା ଫଳେ ଅସାଧ୍ୟ ହବ ସବୁଠି କଥା ଟିକେ ରହିଛି। ସେବା କଲେ ଦୁନିଆରେ ଅସାଧ୍ୟ ସାଧନ ହୁଏ। ଶ୍ରୀକୃଷ୍ଣ କଥା ଚାଲିନି, ଦିଲ୍ଲୀପ କଥା ଚାଲିଛି। ଆଜି ଆମର ବିଷୟ ଚାଲିଛି ଦିଲ୍ଲୀପ ଗୋଚାର। ତା ଭିତରେ ଗୋଟେ ଅଳଙ୍କାର ଆସିକି ଦେଖାଉଛି। ହଉ ବସନ୍ତ କହିବା ପରେ କିଛି ଅସୁବିଧା ନାହିଁ। ବସନ୍ତ କହିବା ଆଜି ସେବା କରୁଛନ୍ତି ନା କେମିତି ଦିଲ୍ଲୀପ ସେବା କରୁଛନ୍ତି ନା ନନ୍ଦିନୀ ପୁଷ୍କରିଣୀରୁ ଜଳ ପିଇଲେ ଜଳ ପିଉଛନ୍ତି। ଆଗୁଆ ଜଳ ପିଉନାହାନ୍ତି। ଯେମିତି ମା ମାନଙ୍କର ମଧ୍ୟ ଧର୍ମ ଅଛି, ସ୍ୱାମୀ ଖାଇବା ନ ଖାଇବା ପୂର୍ବରୁ ସ୍ତ୍ରୀ କେବେ ଖାଇବନି। କଥା ତା ସ୍ୱାମୀଙ୍କ ଭୋଜନ ସ୍ୱାମୀଙ୍କ ଏଠି ଯେମିତି ନନ୍ଦିନୀ ଆଗେ ପାଣି ପିଇ ସାରିଲା ପରେ ରାଜା ପାଣି ପିଉଛନ୍ତି। ମା ମାନଙ୍କର ମଧ୍ୟ ଧର୍ମ ସ୍ୱାମୀଙ୍କ ଭୋଜନ ପରେ ତୁ ଗୁଞ୍ଜିବୁ। ଆଗେ ସ୍ୱାମୀ ଖାଇସାରିଲା ପରେ ଶୋଇବୁ, ଶୟନ ପରେ ସ୍ୱାମୀ ଶୋଇ ସାରିଲା ପରେ ଯାଇକି ଶୋଇବୁ। ଆଉ କାମ ଆଗେ କରିବୁ ନା ସ୍ୱାମୀଙ୍କର ଶଯ୍ୟା ତେଜିବା ପୂର୍ବରୁ ଉଠିବୁ ପ୍ରତ୍ୟୁଷରେ ଆଗେ କିନ୍ତୁ ଉଠିବୁ। ଡେରିରେ ଶୋଇବୁ ଆଗେ ଉଠିବୁ। ଏ ହେଉଛି ସେବା ଧର୍ମ। ଠିକ କଥା। ଆଇଲେ ବାପା ନୂଆ ଆଇଲେ ଭୁଞ୍ଜିବା ପରେ ପଛରେ ଆପଣ ଆସିଲେ ପୁରୀକି ପାଲା କରିବା। ଆପଣ ଆସିଲେ ପୁରୀକି ପାଲା କରିବା। ଆପଣ କେତେବେଳେ ଖାଇଲେ କେତେବେଳେ ଶୋଇଲେ ଆମ ଦିଦି ଜାଣୁଛନ୍ତି। ପାଲା ହେଲା ଭମରବର ପାଲା ହେଲା ସେତେବାଦ ପାଲା। ହଁ ଷୋଳ ପାଲାରେ ପାଲା ହେଲା ଭମରବର ପାଲା। ଚାଲିଛି ଭମରବର ପାଲା ଚାଲିଛି। ନାରାୟଣଙ୍କର ପାଲା ହେଲା। ଆଜ୍ଞା ଆପଣ ଯଦି କହିବେ ଲଗେଇକି ଗାଇଲେ ହବନି। ହଉ କରିବା। ଆପଣ ଯଦି କହିବେ ଭ୍ରମରବର ପାଲା ବି କରିବା, କିଛି ଅସୁବିଧା ନାହିଁ। ଦେଖନ୍ତୁ ସବୁ କହିବା ସବୁ ହବ, କିଛି ଅସୁବିଧା ନାହିଁ। ଆପଣ ଯଦି ବସିବେ କରୁଣା ବାରିକି ଏମିତି ପାଲା ଗାୟକ ସକାଳ 6ଟା ଯାଏ ପାଲା କରିବେ। ଆପଣ ବସିବା ଶୁଖିଯିବ। ତାହେଲେ ମା ମାନଙ୍କର ଧର୍ମ ପାଳନ କରିବେ, ସେବା କରୁଛନ୍ତି।
ଶୋଇକି ନନ୍ଦିନୀକୁ ଜଗି ରହି ବସିବେ ରେ। ଏମିତି ଦିନ କଟିଗଲା। ଶୁଣିବେ ବୃକ୍ଷ ପରୀକ୍ଷା କରିବି, ପରୀକ୍ଷା କଲେ ବର ଦେବି। ରାଜାଙ୍କର ପଲକ ଟିକେ ପଡି ଯାଇଛି। ରାଜା ଯେତେବେଳେ ଚାହିଁଲେ ଆଉ ନନ୍ଦିନୀକୁ ଦେଖିବାକୁ ପାରିଲେ ନାହିଁ। ସଙ୍ଗେ ସଙ୍ଗେ ଅସ୍ତବ୍ୟସ୍ତ ହେଇଗଲେ। କୁଆଡେ ଗଲା? କୁଆଡେ ଗଲା ନନ୍ଦିନୀ? ପ୍ରତି ମୁହୂର୍ତ୍ତରେ ଜଗି ରହିଥିଲେ। ସେ କୁଆଡେ ଗଲା? ନନ୍ଦିନୀ ନିଜେ ପାଇଗଲେ। ହଠାତ୍ ଯେତେବେଳେ ନଜର ପଡ଼ିଗଲା ସାଧୁ ସାପ ଭରସା ମନବା ବିହିସ୍ତ୍ରୀ ଶୋଭା ରହିତ ଛଣିଲେ ନା ଅଲକ୍ଷିତାଭ୍ୟୁ ପତନ ରୂପେଣ ସୟ ସିଂହସ